କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଆମେ ଜୈବମଣ୍ଡଳ ବିଷୟରେ କଥା ହେବା। ଜୈବମଣ୍ଡଳ ହେଉଛି ପୃଥିବୀର ସେହି ଅଂଶ ଯେଉଁଠାରେ ଜୀବନ ରହିଛି। ସମସ୍ତ ଜୀବଜନ୍ତୁ ଏବଂ ବାୟୁମଣ୍ଡଳ, ଲିଥୋସ୍ଫିୟର କହିଲେ ଅଶ୍ମମଣ୍ଡଳ ଏବଂ ଜଳମଣ୍ଡଳ, ଯାହାକୁ ବାରିମଣ୍ଡଳ ମଧ୍ୟ କୁହାଯାଏ, ସହିତ ସେମାନଙ୍କର ପାରିପାର୍ଶ୍ୱିକ କ୍ରିୟା ଅନ୍ତର୍ଭୁକ୍ତ। ଏହା ଗଭୀରତମ ସମୁଦ୍ର ଖାତରୁ ଉଚ୍ଚ ପର୍ବତ ପର୍ଯ୍ୟନ୍ତ ବିସ୍ତୃତ, ଯଦିଓ ଅଧିକାଂଶ ଜୀବନ ପୃଥିବୀ ପୃଷ୍ଠର କିଛି କିଲୋମିଟର ମଧ୍ୟରେ କେନ୍ଦ୍ରୀଭୂତ। ଜୈବମଣ୍ଡଳରେ ଜଙ୍ଗଲ, ମହାସାଗର, ଘାସ ଭୂମି ଏବଂ ମରୁଭୂମି ଭଳି ବିଭିନ୍ନ ଇକୋସିଷ୍ଟମ ଅନ୍ତର୍ଭୁକ୍ତ, ଯେଉଁଠାରେ ଜୀବମାନେ ସେମାନଙ୍କର ପରିବେଶ ସହିତ ପାରିପାର୍ଶ୍ୱିକ କ୍ରିୟା କରନ୍ତି। ଜୈବମଣ୍ଡଳ ଜୈବିକ, ଯୋଉଟା ଜୀବିତ, ଏବଂ ଅଜୈବିକ, ଯୋଉଟାରେ ଜୀବନ ନଥାଏ, ଉପାଦାନରେ ଗଠିତ। ଉଦ୍ଭିଦ, ପ୍ରାଣୀ, କବକ, ବ୍ୟାକ୍ଟେରିଆ ଏବଂ ଅଣୁଜୀବ ଜୈବିକ ଉପାଦାନ ଗୁଡ଼ିକୁ ଗଠନ କରନ୍ତି, ଯେତେବେଳେ ବାୟୁ, ଜଳ, ମାଟି ଏବଂ ସୂର୍ଯ୍ୟକିରଣ ଜୀବନକୁ ସମର୍ଥନ କରୁଥିବା ଅଜୈବିକ କାରକ। ସୂର୍ଯ୍ୟରୁ ଶକ୍ତି ଆଲୋକ ସଂଶ୍ଳେଷଣ ଭଳି ପ୍ରକ୍ରିୟାକୁ ଚାଳିତ କରେ, ଯାହା ଖାଦ୍ୟ ଶୃଙ୍ଖଳ ଏବଂ ଇକୋସିଷ୍ଟମକୁ ବଜାୟ ରଖେ। ଜୈବମଣ୍ଡଳ ବାୟୋମରେ ବିଭକ୍ତ ସ୍ୱତନ୍ତ୍ର ଜଳବାୟୁ ଏବଂ ଜୀବନ ରୂପ ସହିତ ବୃହତ୍ ଭୌଗୋଳିକ କ୍ଷେତ୍ର, ଯେପରିକି ଉଷ୍ମ କଟିବନ୍ଧୀୟ ବର୍ଷା ଜଳ, ଟୁଣ୍ଡ୍ରା ଏବଂ ସାଭାନା। ଜଙ୍ଗଲ କ୍ଷୟ, ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ସମେତ ମାନବ କାର୍ଯ୍ୟକଳାପ ଜୈବମଣ୍ଡଳର ସନ୍ତୁଳନକୁ ବିପଦରେ ପକାଇଥାଏ, ଯାହା ବାସସ୍ଥାନ ବିନାଶ ଏବଂ ପ୍ରଜାତି ବିଲୁପ୍ତ କରିଥାଏ। ଜୈବ ବିବିଧତା, ସ୍ୱଚ୍ଛ ବାୟୁ, ଜଳ ଏବଂ ଖାଦ୍ୟ ସମ୍ପଦ ବଜାୟ ରଖିବା ପାଇଁ ଜୈବମଣ୍ଡଳ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୁନଃବନୀକରଣ, ବନ୍ୟପ୍ରାଣୀ ସୁରକ୍ଷା ଏବଂ ସ୍ଥାୟୀ ବିକାଶ ଭଳି ସଂରକ୍ଷଣ ପ୍ରୟାସ ଭବିଷ୍ୟତ ପିଢ଼ି ପାଇଁ ପରିସଂସ୍ଥାକୁ ସଂରକ୍ଷଣ କରିବାରେ ସାହାଯ୍ୟ କରେ। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବ। ଯଦି କିଛି ଡାଉଟ୍ ଅଛି, କ୍ୱେଶ୍ଚିନ୍ସ ଅଛି, କମେଣ୍ଟରେ ଲେଖିକି ଦେବ, ତାକୁ କ୍ଲିୟର କରିବା। ଆଉ ଯଦି ଭଲ ଲାଗିଲା ଭିଡିଓଟା ଟିକେ ଲାଇକ୍ କରିଦେବ, ଭିଡିଓକୁ ଆମ ସହିତ ସେୟାର କର। ଚ୍ୟାନେଲରେ ଯେଉଁମାନେ ଦେଖୁଛନ୍ତି ଏପର୍ଯ୍ୟନ୍ତ ସବସ୍କ୍ରାଇବ କରିନାହାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡିଓ ଅପଲୋଡ ହେଲେ ନୋଟିଫିକେସନ ପହଞ୍ଚିବ, ମିଶିକି ପଢିପାରିବା, ବୁଝିପାରିବା ଏବଂ ଜାଣିପାରିବା। ତାହେଲେ ଦେଖା ହେବା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।